ଜୟ ଜଗନ୍ନାଥ ସାଙ୍ଗମାନେ। ପରିସ୍ଥିତି ପରିବେଶ ଏମିତି ଭାଗରେ ପକାଇ ଦେଇଛି, ମୋତେ ଯନ୍ତ୍ରଣାମୁକ୍ତ ଜୀବନ ବଞ୍ଚିବାକୁ ପଡ଼ୁଛି। ସେୟା ନେଇକି ପଞ୍ଚୁକ ଚାଲିଛି। ପିଲାମାନେ ପଞ୍ଚୁକରେ ତା ମାମା ଥିଲାବେଳେ ବହୁତ କିଛି କରେ, ଅରୁଆ ଉପରେ ଖାଆନ୍ତି। ମୁଁ କିଛି କରିପାରୁନି, ସମୟ ଦେଇପାରୁନି। ଘର ଦ୍ୱାର ଦେଖ ହେଇଛି, ଅସଣା ମସଣା ହେଇକି ସବୁ ପଡ଼ୁଛି। ଦୋକାନରୁ ଏବେ ବର୍ତ୍ତମାନ ଆସିକି ରୋଷେଇ କରୁଛି। ପିଲାମାନେ କହିଲେ ଅରୁଆ ଭାତ ଖାଇବେ। ଅରୁଆ ଭାତ ବର୍ତ୍ତମାନ ଫୁଟୁଛି। ପିଲା ଦୁଇଟା ଗାଧୁଆ ପାଧୁଆ କରି ପଖାଳ ଖାଇବେ। ପଖାଳ ଖାଇ ସ୍କୁଲ ଯିବେ। ସ୍କୁଲରୁ ଆସିଲା ପରେ ତାଙ୍କ ପାଇଁ ଅରୁଆ, ଆଉ ତ କିଛି କରିପାରିବିନି। ଯାହା ସିଝାସିଝି କରିଦେବି, ଆଳୁ ଫାଳୁ ଯାହା ଯେମିତି ସିଝାସିଝି କରିକି ସେଇଆକୁ ହିଁ ଖାଇବେ। ଆଉ ଡାଲମା ଫାଲମା ଏତେ ଧନ୍ଦା କଲାବେଳକୁ ଆଡ଼େ ଦୋକାନଟି ଦେଖିବାକୁ ପଡ଼ୁଛି, ଆଡ଼େ ଘର ଦେଖିବାକୁ ପଡ଼ୁଛି। ସବୁ କରିବା ଭିତରେ ବହୁତ ତକଲିଫ ଭୋଗ ହେଉଛି ମୋତେ। ଆଉ ତ କିଛି କରିପାରିବିନି। ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଅରୁଆ ଭାତ ଆଉ ସବୁ ସିଝାସିଝି କରିଦେବି, ଚକଟା ଚକଟି କରି ଖାଇବେ। ରହୁଛି। ଜୟ ଜଗନ୍ନାଥ। ନୂଆ ମୋର ଯାହା ନ୍ୟାଚୁରାଲ ଜିନିଷ, ଯାହା କିଛି ମୋର ସତ, ସେଇ ସବୁ ଜିନିଷ ମୁଁ ଆପଣମାନଙ୍କ ଉପସ୍ଥାପନା କରୁଛି। ଭଲ ଲାଗିଲେ ସେୟାର କରିବେ, କମେଣ୍ଟ କରିବେ, ଲାଇକ୍ କରିବେ। ରହୁଛି। ଜୟ ଜଗନ୍ନାଥ। ଆପଣଙ୍କ ଦିନ ଶୁଭମୟ।